ଆପଣ ଧାନ କ'ଣ ଚିହ୍ନି ପାରିବେ? ଏଇଟା ବିଆଳି ଧାନ କି ଶାରଦ ଧାନ, ଖରିଫ କ୍ରପ୍ କି ରବି କ୍ରପ୍, ଆପଣଙ୍କୁ ଚିହ୍ନିବା କଷ୍ଟ ହବ। ଆପଣ ବିଲ ମୁଣ୍ଡକୁ କେବେ ଯାଇନାହାନ୍ତି ନା? କିନ୍ତୁ ମୋହନ ଚରଣ ମାଝୀ ତ ଅବଶ୍ୟ ସେ ତ ପିଲାଦିନୁ ଗାଁରେ ବଢ଼ିଛନ୍ତି, ପିଲାଦିନୁ ଯେ ବିଲରେ ଖେଳୁଛନ୍ତି, ବିଲ ସବୁ ତ ବିଲ, ସେ ତ ଯାଇ ଗାଁ ଲୋକଙ୍କ ସାଙ୍ଗରେ ମିଶୁଛନ୍ତି, ପଖାଳ ଖାଉଛନ୍ତି, ସେଠି ମିଶୁଛନ୍ତି, ଲୋକଙ୍କ ସାଙ୍ଗରେ ଭେଟୁଛନ୍ତି, ଚାଷୀକି ଯାଇ ବିଲ ମୁଣ୍ଡରେ ଦେଉଛନ୍ତି। ଆପଣ ତ କେବେ ଦିନେ ଯାଇନାହାନ୍ତି। ଆଜି ଯଦି ସରକାରକୁ ଆସିଥାନ୍ତେ ତାହେଲେ ଆପଣଙ୍କ ଗୁମାସ୍ତା ମଧ୍ୟ ଯାଇନଥାନ୍ତେ, ସିଏ ଆଉ ଜଣେ କାହାକୁ ବି ପଠେଇ ଦେଇଥାନ୍ତେ, କେହି ଯାଇଥାନ୍ତେ କି ନାହିଁ ନ ଯାଇଥାନ୍ତେ ବି ସନ୍ଦେହ। ଆପଣ ତ ଯିବାର ପ୍ରଶ୍ନ ଉଠୁନି। କ'ଣ ଏଇ ଯେଉଁ ଘଟଣା ଆମେ ଦେଖୁଛେ, ଏ ଦୃଶ୍ୟ କ'ଣ ଆମକୁ ସୂଚଉଛି? ପ୍ରକୃତରେ କ'ଣ 6 ମାସରେ ମୋହଭଙ୍ଗ ହୋଇଗଲାଣି ଏବଂ ଲୋକମାନେ ନବୀନ ପଟ୍ଟନାୟକ ପଛରେ ପୁଣି ନା? ଆମେ ଯଦି ଅତି ତୈଳାକ୍ତ କରିବା ପାଇଁ କୌଣସି ବିଷୟକୁ ଚାହୁଁ ତାହେଲେ ଏଇ ପ୍ରକାର କେବଳ ଆଲୋଚନା କରାଯାଇପାରେ, କିନ୍ତୁ ପ୍ରକୃତରେ ତା ଘଟଣା ତା ନୁହେଁ। ମୋର କେବଳ କହିବା କଥା, ନବୀନ ପଟ୍ଟନାୟକଙ୍କର ଭାବମୂର୍ତ୍ତି, ବ୍ୟକ୍ତିଗତ ଭାବମୂର୍ତ୍ତିରେ କେଉଁଠି କିଛି ଆଞ୍ଚ ଆସିନି। କେହି କେବେ କହିନାହାନ୍ତି ତ ସିଏ ଏମିତିଆ ଦୁର୍ନୀତି କରିଛନ୍ତି ଏବଂ ତା ଦେହରୁ ସିଏ ଲାଭବାନ ହେଇଛନ୍ତି, ସିଏ ଏଥିରୁ ପଇସା ନେଇଯାଇଛନ୍ତି, ସିଏ ଏଇ ପ୍ରକାର ଘୋଟାଲା କରିଛନ୍ତି, ତାଙ୍କ ନାଁ ଏଇ ଘୋଟାଲାରେ ଉଠୁଛି। ଏ ପ୍ରକାର କୌଣସି 24 ବର୍ଷ ଶାସନ ଭିତରେ ନବୀନ ପଟ୍ଟନାୟକଙ୍କ ବାବଦରେ ଏ ପ୍ରକାର କୌଣସି କଥା କେହି କେବେ ଶୁଣି ନାହିଁ। ତେଣୁ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ଜୀବନ ନିଷ୍କଳଙ୍କ ହେଇକିରି ଅଛି, ଏଥିରେ ସାମାନ୍ୟ ସନ୍ଦେହ ନାହିଁ। କିନ୍ତୁ ଏ ଯେଉଁ ବ୍ରାଣ୍ଡ ଇମେଜ ଖରାପ ହେଇଯାଇଛି, ମାନେ ତାଙ୍କ ବ୍ୟକ୍ତିଗତ ଇମେଜ ଠିକ ଅଛି, ବ୍ରାଣ୍ଡ ଇମେଜ, କମ୍ପାନୀ ଇମେଜ ସେଇଥିରେ ଅସୁବିଧା ହେଇଯାଇଛି। ଯଦି ନିଜ ଇମେଜ ଠିକ ଥାଇକିରି ନିଜ ଇମେଜ ଖରାପ ହେଇଥିଲେ ତ ବ୍ରାଣ୍ଡ ଇମେଜ ଉପରେ ତାର ପ୍ରଭାବ ପଡ଼ିଥାନ୍ତା ଏବଂ ଲୋକ ଭୋଟ ନିଶ୍ଚୟ ଦେଇନଥାନ୍ତେ, ସେ ତ ଅଲଗା କଥା। କିନ୍ତୁ ନିଜର ଇମେଜ ସବୁ ଠିକ ଠାକ ଥାଇକିରି ମଧ୍ୟ ଯଦି କମ୍ପାନୀ ଇମେଜ ଖରାପ, ତାହେଲେ ମୋତେ ତାର କୁପ୍ରଭାବ ଲୋକଙ୍କ ଉପରେ ପଡ଼ିବ। ଲୋକ ଭୋଟ ଦେଲେ ନାହିଁ, ଆମେ ଦେଖିଲେ କାହିଁକି ଏମିତି ହେଲା। ଏକଥା ତ ଆମେ ନିଶ୍ଚିତ ସମସ୍ତେ ଆମେ ଜାଣିଛେ ଯେ ବିଜେଡିର ଯେଉଁ କମ୍ପାନୀ ଇମେଜ ସେଟା ଖରାପ। ଏ ଖରାପଟା ହେଲା କାହିଁକି? ଆମେ ସମସ୍ତେ ଅନେକ ସମୟରେ ପର ମୁଣ୍ଡରେ ଦୋଷ ଦେଇ ଦେଉଛେ, ନବୀନ ବାବୁ ବଢ଼ିଆ ଲୋକ, ବାକି ସବୁ ଅନ୍ୟମାନେ ଖରାପ ଲୋକ କହିକିରି ଆମେ ସବୁ ଦୋଷ ତାଙ୍କ ମୁଣ୍ଡ ଉପରକୁ ଠେଲି ଦେଉଛେ। ଯେମିତି ଆମେ ଆଗେ କରୁଥିଲେ କ'ଣ, ଯେ ଯାହା ହେଉଥିଲା ନବୀନ ପଟ୍ଟନାୟକ ହେଉଛନ୍ତି ଭଲ ଲୋକ, ଗୁଡ୍ କପ୍, ଆଉ ପ୍ୟାରୀମୋହନ ମହାପାତ୍ର ଥିଲେ ବ୍ୟାଡ୍ କପ୍, ତାଙ୍କୁ ଆଉଥିଲା। ଏବେ ମଧ୍ୟ ସେଇଆ 2024 ନିର୍ବାଚନରେ ଯେଉଁ ହାରିଲେ, ସବୁ ଦୋଷ ଭିକେ ପାଣ୍ଡିଆନଙ୍କ ମୁଣ୍ଡରେ ଆମେ ଛିଡ଼େଇ ଦେଉଛେ। ସିଏ ହେଉଛନ୍ତି ବ୍ୟାଡ୍ କପ୍, ନବୀନ ପଟ୍ଟନାୟକ ଗୁଡ୍ କପ୍। ଆଜ୍ଞା, ଇଏ କି ଅସମ୍ଭବ କଥା। ସବୁ ଦୋଷ ଅନ୍ୟମାନଙ୍କର, ନିଜେ ସମସ୍ତଙ୍କଠୁ ଭଲ, ଏଇଟା ଆଜ୍ଞା କେମିତି ହେବ? ଏଇଟା ରାଜନୀତିରେ କ'ଣ ସମ୍ଭବ? ଆପଣ ଦଳର ନେତା, ଆପଣ ନିର୍ବାଚିତ ପ୍ରତିନିଧି, ଆପଣ ଏମଏଲଏ ମାନଙ୍କର ସମର୍ଥନରେ ମୁଖ୍ୟମନ୍ତ୍ରୀ, ଆପଣ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ଚାରିଆଡ଼େ ସମସ୍ତେ ଡିଣ୍ଡିମ ପିଟୁଛନ୍ତି। ଫୁଲମାଳ ନେଲା ବେଳକୁ ଆପଣ ନେବେ, ଆଉ ଅଣ୍ଡା ମାଡ଼ କଲା ବେଳକୁ ଆଉ ଜଣକୁ ଆଣିକି ଆଗରେ ଠିଆ କରେଇବେ। ଏଇ କି କଥା ଆଜ୍ଞା? ବର୍ତ୍ତମାନ ପରିସ୍ଥିତି ସେଇଆ ହେଇଛି ଓଡ଼ିଶାରେ। ଯେତେବେଳେ ଫୁଲମାଳ ଆମେ ନେତାଙ୍କୁ ଦଉଛେ, ସିଏ ବେକ ଦେଖେଇ ଦେଉଛନ୍ତି। କିନ୍ତୁ ଯେତେବେଳେ ତାଙ୍କ ଦୋଷ ଦୁର୍ବଳତା ଦର୍ଶାଇକିରି ଉତ୍ତ୍ୟକ୍ତ ଲୋକେ ବହୁ ସମୟରେ ଯେମିତି ଅଣ୍ଡା ମାଡ଼ କରନ୍ତି, ପ୍ରତିବାଦ କରନ୍ତି, ସେତେବେଳେ ଆଗରେ ଆଣି ଆଉ ଜଣକୁ ଛିଡ଼ା କରିଦେଉଛନ୍ତି, ମାନେ ତାଙ୍କ ଠାଇଁ ଅଣ୍ଡା ମାଡ଼ ହବ, ମୁଁ ରହିବି ଠିକ। ଏଇଟା କେମିତି ହବ ଆଜ୍ଞା? ଆପଣ ଫୁଲମାଳ ଖେଳ ନେବେ, ଅଣ୍ଡା ମାଡ଼ ଅନ୍ୟମାନେ ନେବେ। ସେମିତି ଆପଣଙ୍କର ସବୁ ଠିକ, ଆପଣ ଠିକ, ଆପଣ ସ୍ୱଚ୍ଛ, ଆପଣ ନିର୍ମଳ, ପାଣ୍ଡିଆନ ଖରାପ। ପାଣ୍ଡିଆନକୁ ତ ଲୋକ ଭୋଟ ଦେଇନଥିଲେ। ଯେଉଁ ବର୍ତ୍ତମାନ କୁହାଯାଉଛି ଯେ ଓଡ଼ିଶାରେ ଗୋଟେ ଗୁମାସ୍ତା ପରିଚାଳିତ ଶାସନ ଚାଲିଥିଲା, କିଏ ଚଲେଇଥିଲା? ଆପଣ ତ ନିଷ୍ପତ୍ତି ନେଇଥିଲେ ନା। ଆପଣ କେବେ ଯାଇଛନ୍ତି କୋଉ ବିଲକୁ? ଆପଣ ଯାଇଛନ୍ତି? ଆପଣ ଧାନ କ'ଣ ଚିହ୍ନି ପାରିବେ? ଏଇଟା ବିଆଳି ଧାନ କି ଶାରଦ ଧାନ, ଖରିଫ କ୍ରପ୍ କି ରବି କ୍ରପ୍, ଆପଣଙ୍କୁ ଚିହ୍ନିବା କଷ୍ଟ ହବ। ଆପଣ ବିଲ ମୁଣ୍ଡକୁ କେବେ ଯାଇନାହାନ୍ତି ନା?
କିନ୍ତୁ ମୋହନ ଚରଣ ମାଝୀ ତ ଅବଶ୍ୟ ସେ ତ ପିଲାଦିନୁ ଗାଁରେ ବଢ଼ିଛନ୍ତି, ପିଲାଦିନୁ ଯେ ବିଲରେ ଖେଳୁଛନ୍ତି, ବିଲ ସବୁ ତ ବିଲ, ସେ ତ ଯାଇ ଗାଁ ଲୋକଙ୍କ ସାଙ୍ଗରେ ମିଶୁଛନ୍ତି, ପଖାଳ ଖାଉଛନ୍ତି, ସେଠି ମିଶୁଛନ୍ତି, ଲୋକଙ୍କ ସାଙ୍ଗରେ ଭେଟୁଛନ୍ତି, ଚାଷୀକି ଯାଇ ବିଲ ମୁଣ୍ଡରେ ଦେଉଛନ୍ତି। ଆପଣ ତ କେବେ ଦିନେ ଯାଇନାହାନ୍ତି। ଆଜି ଯଦି ସରକାରକୁ ଆସିଥାନ୍ତେ ତାହେଲେ ଆପଣଙ୍କ ଗୁମାସ୍ତା ମଧ୍ୟ ଯାଇନଥାନ୍ତେ, ସିଏ ଆଉ ଜଣେ କାହାକୁ ହିଁ ପଠେଇ ଦେଇଥାନ୍ତେ। କେହି ଯାଇଥାନ୍ତେ କି ନାହିଁ, ନ ଯାଇଥାନ୍ତେ ବି ସନ୍ଦେହ। ଆପଣ ତ ଯିବାର ପ୍ରଶ୍ନ ଉଠୁନି। ଆପଣ କେବେ କହି କହି ମଧ୍ୟ ଗଲେ ନାହିଁ। ଆପଣଙ୍କୁ କହି କହି ମଧ୍ୟ ଲୋକ ଆପଣ ଶୁଣିଲେ ନାହିଁ। ଆପଣ କ'ଣ ଗ୍ରିଭାନ୍ସ ସେଲ୍ କୋଉଠି ଥିଲା? ସରକାରଙ୍କର ଗୋଟେ ଗ୍ରିଭାନ୍ସ ସେଲ୍ ଥାଏ, ଆପଣଙ୍କର କ'ଣ ଥିଲା? ଆପଣ କୋଉଠି କିଛି ଜାଣିଲେ? ଆପଣ ନା ଭାଷା, ନା ଭୂଗୋଳ, ନା ଇତିହାସ, କିଛି କୋଉଠି କିଛି ଜାଣିଲେନି। ଯାହା ହଉ ସୁଖର କଥା, ତାପରେ ମଧ୍ୟ ସୁଖର କଥା, ଓଡ଼ିଶାର ଲୋକମାନେ ଆପଣଙ୍କୁ କୌଣସି କଥାରେ କେବେ ଦୋଷ ଦେଇନାହାନ୍ତି। ଏଇଟା ଆପଣ ନିଜକୁ ଭାଗ୍ୟବାନ ମନେ କରିବା କଥା।